ମଧୁବନ ଜଙ୍ଗଲରେ ମିନୁ ଚଢ଼େଇ ତା ଝିଅ ମିକୁ ସାଙ୍ଗରେ ରହୁଥାଏ। ମିନୁ ଚଢ଼େଇ ମାଟିରେ ମାଠିଆ ପ୍ରସ୍ତୁତ କରି ବିକ୍ରି କରୁଥାଏ। ସେଥିରୁ ସିଏ ଯାହା ରୋଜଗାର କରେ ମା ଝିଅ ଚଳିଯାଆନ୍ତି। ସେଇ ଜଙ୍ଗଲରେ ଗୋରିଆ ଓ କାଳୁକା ଦୁଇଟି ଦୁଷ୍ଟ କାଉ ଥାଆନ୍ତି। ସେମାନେ ମିନୁ ଚଢ଼େଇର ସଫଳତା ଦେଖି ଜମାରୁ ସହିପାରନ୍ତିନି। ହେଇଟି କାଳୁ, ଦେଖିଲ ସେ ଚଢ଼େଇକୁ କେମିତି କଣ କରିକି ସେ କେତେ ଟଙ୍କା ରୋଜଗାର କରିଦଉଛି। ଏଇଟା ନହେଲେ ସେଇଟା ସେ କରିଦଉଛି, ହେଲେ ସେ କେବେ ଘରେ ବସୁନି। ହେଇଟି ଅନା କାଳୁ, ସେ ଚଢ଼େଇର ସଫଳତା ମୁଁ ଜମା ଦେଖିପାରୁନି। କେମିତି କଣ କରି ତାକୁ ତମେ ଫସେଇ ଦିଅ। ଆଲୋ ଗୌରୀ, ତୁ କାହିଁ ଏତେ ଛାନିଆ ହଉଛୁ? ଆଉ 3 ଦିନ ପରେ ଜୋରେ ବର୍ଷା ହବ। ମତେ ଏ ସଂକେତ ଦବା ଚଢ଼େଇ ଆସି କହୁଥିଲା। ତୁ ବ୍ୟସ୍ତ ହଅନି, ଆମେ ଏମିତି କରିବା, ଚାଲ ସେ ଚଢ଼େଇକୁ 100 ମାଠିଆ ତିଆରି କରିବା ପାଇଁ କହିଦବା। ଆଉ ଯେତେବେଳେ ପରଦିନ ବର୍ଷା ଆସିବ ସେ ମାଠିଆ ତକ ତାର ଓଦା ହୋଇ ନଷ୍ଟ ହୋଇଯିବ। ତାପରେ ତାର ଗୋଟାଲା ହବ। ହଲୋ ମୋ ସୁନ୍ଦର ସ୍ୱାମୀ, ତମ ମୁଣ୍ଡରେ କେତେ ବୁଦ୍ଧି ଅଛି। ଚାଲ ଚାଲ ଏବେ ଆମେ ଯାଇ ସେ ଚଢ଼େଇକୁ 100 ମାଠିଆର ଅର୍ଡର ଦେଇ ଆସିବା। ଆଉ ତାପରେ ଗୋରିଆ ଓ କାଳୁକା ସିଧା ମିନୁ ଚଢ଼େଇ ଘରକୁ ଚାଲି ଯାଆନ୍ତି। ଆଲୋ ଚଢ଼େଇ, ଆମକୁ 100ଟା ମାଠିଆ ଦରକାର ଥିଲା। ତୁ କଣ 3 ଦିନ ଭିତରେ ଆମକୁ 100ଟା ମାଠିଆ ତିଆରି କରିକି ଦେଇପାରିବୁ? ଗୌରୀ ଦିଦି, ଏଇଟା ତ ବହୁତ ବଡ଼ ଅର୍ଡର ଗୋଟେ। ଠିକ ଅଛି, ମୁଁ ଦିନ ରାତି ପରିଶ୍ରମ କରି 3 ଦିନ ଭିତରେ 100ଟି ମାଠିଆ ତମକୁ ତିଆରି କରିଦେବି। ଆଲୋ ଚଢ଼େଇ, ଶୁଣିଥା, ମାଠିଆ ଗୁଡାକ ପୁରା ମଜବୁତ ହବା ଦରକାର, ନହେଲେ ମୁଁ ନେବିନି। କାଳୁ ଭାଇ, ତମେ ଜମାରୁ ବ୍ୟସ୍ତ ହୁଅନି, ମାଠିଆ ପୁରା ମଜବୁତ ତମକୁ ମୁଁ ଦେବି। ଏମିତି କହି ସେ କାଉମାନେ ଚାଲି ଯାଆନ୍ତି। ଆଉ ମିନୁ ଚଢ଼େଇ ଖୁସି ହୋଇ ତା ଝିଅକୁ କୁହେ, ଆରେ ମା ମିକୁ, ସେ କାଉମାନେ ଗୋଟେ ବଡ଼ ଅର୍ଡର ଦେଇ ଯାଇଛନ୍ତି। ମୁଁ ଯାଉଛି ନଦୀ ପାଖରୁ ମାଟି ନେଇ ଆସିବି, ତୁ ଘରେ ଥା। ମାମା, এই କାମରେ ମୁଁ ବି ତମକୁ ସାହାଯ୍ୟ କରିବାକୁ ଚାହୁଁଛି। ମାମା, ମୁଁ ବି ତମ ସାଙ୍ଗରେ ମାଟି ଆଣିବାକୁ ଯିବି। ନାଇଁ ଝିଅ, ତୁ ଘରେ ରହ, ମୁଁ ଯାଉଛି ମାଟି ଆଣିବି। ଆଉ ହଁ, ଯେତକ ମାଟି ଘରେ ଅଛି ତୁ ସେଇ ମାଟିରେ ମାଠିଆ ତିଆରି କରୁଥା। ଆଉ ତାପରେ ମାମା ଚଢ଼େଇ ମାଟି ଆଣିବାକୁ ଚାଲିଯାଏ। ମିକୁ ଘରେ ବସି ମାଠିଆ ତିଆରି କରୁଥାଏ। ମା ଝିଅ ଏମିତି ମାଠିଆ ପ୍ରସ୍ତୁତ କରିବାରେ ଲାଗି ପଡନ୍ତି। ମାମା, ତମେ ତ ଥକି ଗଲଣି, ଏବେ ରାତି ହେଇଗଲା। ଚାଲ ଆମେ ଏବେ ଶୋଇବାକୁ ଯିବା। ଆଉ ଯେତକ ମାଠିଆ ଅଛି ଆମେ କାଲି କରିଦବା। ଆରେ ନାଇଁ ମା ମିକୁ, ଏବେ ତ 50ଟା ମାଠିଆ ହେଇଛି। ମତେ ଆହୁରି 50ଟା ମାଠିଆ ତିଆରି କରିବାକୁ ପଡିବ। ତାପରେ ଗୋଟେ ଦିନ ମାଠିଆକୁ ଆମେ ରଖି ପକ୍କା କରିବା। ତୁ ଯା, ତୁ ଶୋଇବୁ, ମୁଁ ଆଉ ଟିକେ ପରେ ଚାଲିଯିବି। ଏଇଠି ଦେଖିଲ କାଳୁ, ସେ ଚଢ଼େଇ ରାତି ହବା ଯାଏଁ ବି ସେ ମାଠିଆକୁ ବସି ତିଆରି କରୁଛି। ଗୌରୀ, ଆଲୋ ଏ ଗୌରୀ, ତୁ କାହିଁ ଏତେ ଚିନ୍ତା କରୁଛୁ? ସେ ଚଢ଼େଇ ଯେତେ ପରିଶ୍ରମ କରିବାର ଅଛି କରୁ। ସେ ଚଢ଼େଇର ସବୁତକ ମାଠିଆ ପାଣିରେ ହିଁ ଆସିଯିବ। ଏପଟେ ମିନୁ ଚଢ଼େଇ ମାଠିଆ ତିଆରି କରି ସାରିବା ପରେ ମାଠିଆ ପାଖରେ ନିଆଁ ଜାଳି ମାଠିଆକୁ ମଜବୁତ କରୁଥାଏ। ଏମିତି ସକାଳ ହୁଏ। ସକାଳୁ ଆକାଶରେ କଳା ବାଦଲ ମେଘ ପୁରା ଢାଙ୍କି ଦେଇଥାଏ। ମିକୁ, ତୁ ଯା, କାଳୁ ଅଙ୍କଲ ଆଉ ଗୋରି ଆଣ୍ଟିକୁ ଡାକି ଆସିବୁ। କହିବୁ ତମ ମାଠିଆ ତିଆରି ହେଇଯାଇଛି। ମିକୁ ସିଧା ଗୋରି କାଉ ଘରକୁ ଚାଲିଯାଏ। ଆଲୋ ଏ ମିକୁ, ଯା ତ ମାମାକୁ କହିଦେବୁ, ଏବେ ଆଉ ଏ ମାଠିଆ ଆମର କିଛି ଦରକାର ହବନି। ଦେଖୁଛୁ ତ ବର୍ଷା କେତେ ଜୋରେ ଆସିଲାଣି। ଆଉ ଯଦି ସେ ମାଠିଆକୁ ଆମେ ରଖିବୁ, ସେ ମାଠିଆ ବର୍ଷାରେ ସବୁ ଭାଙ୍ଗିଯିବ, ଆମର କ୍ଷତି ହବ। ତୁ ଯା, ତୋ ମାକୁ ମନା କରିଦେବୁ। ହେଲେ ଗୋରି ଆଣ୍ଟି, ମୋ ମା ରାତି ସାରା ବସି ସେ ମାଠିଆ ଗୁଡାକ ପ୍ରସ୍ତୁତ କରିଛି। ଆମେ ସେଥିରେ କେତେ ପରିଶ୍ରମ କରିଛୁ। ତମେ କହୁଛ ଏବେ ସେ ମାଠିଆ ନବନି, ଆମେ ସେ ମାଠିଆ ଏବେ କଣ କରିବୁ? ଏ ଛୋଟ ଚଢ଼େଇ, ବେଶୀ ଗପୁଛୁ। ତୋ ମା ସେ କଥା ବୁଝିବ। ଯା ଯା, ଆମେ ଆଉ ସେ ମାଠିଆ ନବୁନି। ତୋ ମାକୁ କହିଦେବୁ ସେ ମାଠିଆ ଆଉ କୋଉ ଚଢ଼େଇକୁ ଯାଇ ବିକ୍ରି କରିଦବ। ତାପରେ ମିକୁ କାନ୍ଦି କାନ୍ଦି ତା ମା ପାଖକୁ ଚାଲିଗଲା। ଏପଟେ ବର୍ଷା ଜୋରେ ଗର୍ଜନ କରୁଥାଏ। କେତେବେଳେ ବି ଢାଳିଥିବ ତାର ଠିକଣା ନଥାଏ। ମାମା, ତମେ ଜାଣିଛ ସେ ଗୋରି ଆଣ୍ଟି ଆଉ କାଳୁ ଅଙ୍କଲ କଣ କହିଲେ? କହିଲେ ଆମଠୁ ସେ ମାଠିଆ ନେବେନି, ଆଉ ଏ ମାଠିଆ ଗୁଡା ଆମେ ଆଉ କାହାକୁ ବିକ୍ରି କରିଦବା। ସିଏ ବର୍ଷାରେ ମାଠିଆକୁ ଜମା ନେବେନି। ମା ମିକୁ, ସେ କାଉ ମାନେ ତ ଆମକୁ ଠକି ଦେଲେ। ମୋ ପାଖରେ ଆଉ ଏତେ ଟଙ୍କା ନାହିଁ ବି ମୁଁ କାଠ ଆଣିପାରିବି। ଏମିତି ସେ ମା ଝିଅ କଥା ହଉଥାନ୍ତି। ହଠାତ୍ ଏତିକି ବେଳେ
ଜୋରେ ବର୍ଷା ହୁଏ। ଦେଖୁ ଦେଖୁ ଜଙ୍ଗଲ ସାରା ପାଣି ହେଇଯାଏ। ମାମା ଚଢ଼େଇ ମଧ୍ୟ ତା ମାଠିଆ ଉପରେ କାଠ ଲଗେଇ ପ୍ଲାଷ୍ଟିକ ରଖିଦେଇଥାଏ। ତା ମାଠିଆ ପୁରା ସୁରକ୍ଷିତ ଥାଏ। ଏମିତି ବର୍ଷା ଜୋରେ ହଉଥାଏ। ରାତି ସାରା ବର୍ଷା ହୋଇ ସକାଳୁ ବର୍ଷା ଛାଡ଼ି ଯାଇଥାଏ। ସକାଳ ହବା ମାତ୍ରେ ମିଟୁ ଶୁଆ ତା ଗାଡ଼ି ଆଣି ଚଢ଼େଇ ଘର ଦୁଆରେ ରଖିଦିଏ। ଚଢ଼େଇ ଭଉଣୀ, ମୁଁ ସହର ଜଙ୍ଗଲକୁ ଯାଉଥିଲି। ମୁଁ ଶୁଣିଛି ତମେ ପା ଭଲ ମାଠିଆ ବନଉଛ। ତମେ ଗୋଟେ କାମ କର, ମୋ ପାଇଁ 100 ମାଠିଆ ତିଆରି କରିଦିଅ। ମୁଁ ସେ ଜଙ୍ଗଲକୁ ନେଇଯିବି। ମିଟୁ ଶୁଆର କଥା ଶୁଣି ମିନୁ ଚଢ଼େଇ ଭାରି ଖୁସି ହେଇଗଲା ଆଉ କହିଲା, ମିଟୁ ଭଉଣୀ, ତମେ ମୋ ସାଙ୍ଗରେ ଆସ। ଆଉ ତାପରେ ମିନୁ ଚଢ଼େଇ ମାଠିଆ ଉପରୁ ପ୍ଲାଷ୍ଟିକ କାଢି ମିଟୁ ଶୁଆକୁ ମାଠିଆ ଦେଖାଏ। ମିଟୁ ଭଉଣୀ, ଏଇ ଦେଖ, ଏଇ ମାଠିଆ ତମକୁ କେମିତି ଲାଗୁଛି? ଆରେ ହଁ ହଁ ଚଢ଼େଇ ଭଉଣୀ, ମତେ ତ ଏମିତି ମାଠିଆ ଦରକାର ଥିଲା। ଆଉ ଇଏ ତ ପୁରା 100 ମାଠିଆ ଅଛି। ଆଚ୍ଛା ଠିକ ଅଛି, ମୁଁ ମୋ ଗାଡ଼ି ଆଣୁଛି। ଏ ମାଠିଆ ତକକୁ ସବୁ ମୋ ଗାଡ଼ିରେ ରଖିଦିଅ। ଆଉ ତାପରେ ମିଟୁ ଶୁଆ ତା ଗାଡ଼ିରେ ସବୁତକ ମାଠିଆକୁ ରଖିଦିଏ। ଆଉ ମାଠିଆ ବାବଦକୁ ମିନୁ ଚଢ଼େଇକୁ ବହୁ ଟଙ୍କା ଦିଏ। ଆଉ ତା ମାଠିଆକୁ ନେଇ ମିଟୁ ଶୁଆ ସହର ଜଙ୍ଗଲକୁ ଚାଲିଯାଏ। ମାମା, ମାମା ଦେଖିଲ, ଆମ ପରିଶ୍ରମ ବୃଥାରେ ଗଲାନି। ଭଗବାନ ଆମ ଡାକ ଶୁଣିଲେ, ଆମକୁ 100 ମାଠିଆରେ ବହୁତ ପଇସା ଦେଲେ। ହଁ ମା ମିକୁ, ଭଗବାନ ଭଲ ପକ୍ଷୀ ମାନଙ୍କ ସହିତ କେବେ ବି ଅନ୍ୟାୟ ହବାକୁ ଦିଅନ୍ତିନି। ଚାଲ ଆମେ ଏବେ ଘରକୁ ଯିବା। ସାଙ୍ଗମାନେ, ଏମିତି ନୂଆ ନୂଆ କାହାଣୀ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଭିଡ଼ିଓକୁ ଭଲ ଲାଗିଲେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ରହୁଛୁ, ଧନ୍ୟବାଦ। ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ପୁଣି ଥରେ କାର୍ତ୍ତିକ ମାସ ଆରମ୍ଭ ହେଇଗଲା। ଆଉ ଜଙ୍ଗଲର ସବୁ ପକ୍ଷୀମାନେ ନିଜ ଘର ଆଗରେ ମୁରୁଜ ପକେଇ ପଞ୍ଚୁକ ପାଳନ କରୁଥାନ୍ତି। ରାତି ପାଇଲେ କାର୍ତ୍ତିକ ପୂର୍ଣ୍ଣମୀ, ସେଥିପାଇଁ ଜଙ୍ଗଲର ସବୁ ପକ୍ଷୀ ନିଜ ନିଜ ଦୋକାନ କାମରେ ଲାଗି ପଡ଼ନ୍ତି। କିଏ ଫୁଲ ଦୋକାନ କରେ ତ କିଏ ବାଣ ଦୋକାନ କରେ, ଆଉ କିଏ ଡଙ୍ଗା ଦୋକାନ କରି ବସି ପଡ଼ନ୍ତି। ବାପା, ବାପା, ହଁ ପୁଅ ଜଗୁ, କଣ ହେଲା କହ। ବାପା, ମୋର କିଛି ପଇସା ଦରକାର ଥିଲା। ଏ ଏ ଏ ଗୋରି, ଦେଖେ ତୋ ପୁଅ କଣ କହୁଛି ଦେଖେ। ସିଏ ତ ଏତେ ଛୋଟ ପିଲାଟା, ତାର ପୁଣି ପଇସା କଣ ହବ? ଆରେ ପୁଅ ଜଗୁ, କଣ କରିବୁ ନା ପଇସା ନେଇକି? ମାମା, କାଲି ହଉଛି କାର୍ତ୍ତିକ ପୂର୍ଣ୍ଣିମା, ମୁଁ ଡଙ୍ଗା ଦୋକାନ କରିବି। କାଳୁ, ଦେଖିଲ ମୋ ପୁଅର କେତେ ବୁଦ୍ଧି। ତମେ ତ ଭାରି ଅଳସୁଆ, ନିଜ ପାଇଁ ଖାଇବା ଟିକେ ଆଣୁନ, ଖାଲି ଶୋଇ ରହୁଛ। ଘର ପାଇଁ ତ ମୁଁ ସବୁ କାମ କରୁଛି, ଆଉ ଏବେ ମୋ ପୁଅ ଡଙ୍ଗା ଦୋକାନ କରି ପଇସା ଇନକମ କରିବ କହୁଛି। ଆରେ ଜଗୁ, ତୁ ପାରିବୁ ତ? ନା ମୋ ପଇସା ନେଇକି ସେଠି ଉଡେଇବୁ? ହଁ ପୁଅ ଜଗୁ, ତୋ ବାପା ପୁରା ଠିକ କଥା କହୁଛନ୍ତି। ଆମ ଜଙ୍ଗଲରେ ତ ସେ ଟେକି ଚଢ଼େଇ ଆଗରୁ ଡଙ୍ଗା ଦୋକାନ କରିକି ବସିଥିବ, ଆଉ ଜଙ୍ଗଲର ସବୁ ପକ୍ଷୀ ତାରି ପାଖକୁ ଡଙ୍ଗା କିଣିବାକୁ ଯିବେ। ହଁ ମାମା, ମୁଁ ମୋର ସବୁ ସାଙ୍ଗମାନଙ୍କୁ କହିଦେଇଛି, ସେମାନେ ମିକି ଘର ଦୋକାନକୁ ଯିବେନି, ସମସ୍ତେ ମୋ ପାଖରୁ ଆସି ଡଙ୍ଗା କିଣିବେ। ବହୁତ ଯୁକ୍ତି କରିବା ପରେ କାଳୁକୁ ଜଗୁକୁ କିଛି ଟଙ୍କା ଦେଲା। ଆଉ ଜଗୁ ସେ ଟଙ୍କାକୁ ନେଇ ଜଙ୍ଗଲରେ ଡଙ୍ଗା ଦୋକାନ କଲା। ସେଥିରେ ସେ ବାଣ, ମୁରୁଜ ସବୁ ରଖିଥିଲା। ଆଉ ସେଇ ସମୟରେ ସେଇ ଜଙ୍ଗଲ ଟିକି ଚଢ଼େଇ ଚାଲି ଆସିଲା। ଟିକି ଚଢ଼େଇ ମଧ୍ୟ ତା ଦୋକାନ ଖୋଲିଲା, ହେଲେ ସେ ଦେଖିଲା ତା ଦୋକାନ ଆଗରେ ଜଗୁକୁ ଆଉ ଦୋକାନ କରି ବସିଛି। ଆରେ ପୁଅ ଜଗୁ, ତୁ ମୋ ଦୋକାନ ପାଖରେ ଦୋକାନ କରିଛୁ, ଆଉ ଟିକେ ଆଗକୁ ଯାଇ ଦୋକାନ କରିଥିଲେ ହେଇନଥାନ୍ତା? ଚଢ଼େଇ ଆଣ୍ଡି, ଏ ଜାଗାଟା କଣ ତମର? ମୋ ଇଚ୍ଛା ହେଲା ମୁଁ ଏଇଠି ଦୋକାନ କରିବି, ତମେ ଯାଉନ ଆଉ କୋଉଠି ଦୋକାନ କରିବ? ଆରେ ପୁଅ ଜଗୁ, ତୁ ଏତେ ଛୋଟ ପିଲା ହେଇ ଯୁକ୍ତି କଣ କରୁଛୁ? ମୁଁ ତ ତତେ ଭଲ କଥା କହୁଛି। ଆଉ ଏତିକି ବେଳେ ଗୋରି ଆଉ କାଳୁ କାଉ ସେ ଦୋକାନ ପାଖରେ ଆସି ପହଞ୍ଚିଲେ। ଜଗୁ, କଣ ହେଲା? ଏ ଚଢ଼େଇ ତତେ କଣ କହୁଛି? ମାମା, ଦେଖିଲ ଏ ଚଢ଼େଇ ଆଣ୍ଡି କେମିତି ମୋ ଦୋକାନ ଭାଙ୍ଗି ଦଉଛନ୍ତି। ଏ ଚଢ଼େଇ, ଭଲରେ କହୁଛି, ମୋ ପୁଅ ଦୋକାନର କିଛି କ୍ଷତି କରନି। ତୋର ଯଦି ଇଚ୍ଛା ହଉଛି ତୁ ଯା ହାରି ଜଙ୍ଗଲ ସେପଟେ ବସି ଦୋକାନ କରିବୁ, ଏଠି ଆସି ମୋ ପୁଅକୁ ହଇରାଣ କରନା। ଛି, ତୁମ ପରି କାଉ ମାନଙ୍କୁ ମୁଁ ଜମା ବି ପାରିବିନି। ଶେଷରେ ଟିକି ଚଢ଼େଇ ତା ଦୋକାନ ଉଠେଇ ଜଙ୍ଗଲର ଶେଷ ପାଖରେ ଯାଇ ଦୋକାନଟିଏ ଦେଲା। ଆଉ ସେହି ସମୟରେ ଟିକି ଚଢ଼େଇର ଝିଅ ମିକି ସେଠାକୁ ଆସିଲା। ମାମା, ତମେ କଣ ଏଠି? ଆମ ଦୋକାନ ତ ସେଠି ଥିଲା। ଆଉ ତାପରେ ଟିକି ଚଢ଼େଇ ତା ଝିଅ ମିକିକୁ ସବୁ କଥା କହିଲା। କାଳୁ, ଦେଖିଲ ତ, ସେ ଚଢ଼େଇ ଏଠୁ ଏବେ ପଳେଇଲା, ଆଉ ଏବେ ମୋ ପୁଅ ଜଗୁର ଭଲ ବେପାର ହବ। ନିଜର ସ୍ୱାର୍ଥ ପାଇଁ କାଉମାନେ ଟିକି ଚଢ଼େଇକୁ ବହୁତ ହଇରାଣ କଲେ। ଶେଷରେ ଟିକି ଚଢ଼େଇ ଜଙ୍ଗଲ ଶେଷରେ ଡଙ୍ଗା ଦୋକାନ ଦେଇ ବସିଲା। ଧୀରେ ଧୀରେ ସନ୍ଧ୍ୟା ହେବାକୁ ଲାଗିଲା, ଆଉ ଜଙ୍ଗଲର ସବୁ ପକ୍ଷୀମାନେ ଜଙ୍ଗଲ ବଜାରକୁ କିଣାକିଣି କରିବାକୁ ଆସିଲେ। ଆରେ
ଆରେ ପୁଅ ଜଗୁ, ତୁ କଣ ଏଠି? ଏଇଟା ତ ଟିକି ଭଉଣୀଙ୍କର ଦୋକାନ ଥିଲା। ପିଟୁ ଆଣ୍ଟି, ଚଢେଇ ଆଣ୍ଟି କେତେବେଳେ ତାଙ୍କ ଦୋକାନ ବନ୍ଦ କରି ଚାଲିଗଲେଣି। ତମର ଯଦି କିଛି ଦରକାର ଅଛି ତାହେଲେ ତମେ ମୋ ଦୋକାନରୁ ନିଅ। ନା ନା ପୁଅ ଜଗୁ, ମୁଁ ଟିକି ଭଉଣୀଙ୍କ ଠାରୁ ହିଁ ଡଙ୍ଗା ନେଇକି ଯିବି। ମୁଁ ଯାଉଛି, ତାଙ୍କ ଘରୁ ହିଁ ଡଙ୍ଗା ନେଇ ପଳେଇବି। ମିଟୁ ଶୁଆ ଉଡ଼ି ଉଡ଼ି ଟିକି ଚଢ଼େଇ ଘରକୁ ଯାଉଥିବା ବେଳେ ସେ ଦେଖିଲା ଟିକି ଚଢ଼େଇ ଗୋଟେ ଗଛ ପାଖରେ ଡଙ୍ଗା ଦୋକାନ କରି ବସିଥାଏ। ଆରେ ଚଢ଼େଇ ଭଉଣୀ, ତମେ କଣ ଏଠି ଏଠି କଣ ଡଙ୍ଗା ଦୋକାନ ଦେଇଛ? ମିଟୁ ଭଉଣୀ, କୁହନି କୁହନି ସେ କାଉମାନଙ୍କ କଥା। ଆଉ ତାପରେ ଟିକି ଚଢ଼େଇ ମିଟୁ ଶୁଆକୁ ସବୁ ଘଟଣା କହିଲା। ଆଚ୍ଛା, ତାହେଲେ ସେ କାଉମାନେ ଏମିତି କରିଛନ୍ତି। ଦେଖିବ, ଭଗବାନ ତମର କିଛି ବି ଅନ୍ୟାୟ ହେବାକୁ ଦେବେନି। ଆଉ ତାପରେ ରାତି ହେଇଗଲା। ଅନ୍ୟ ଜଙ୍ଗଲ କିଛି ପକ୍ଷୀ ଆସି ମଧୁବନ ଜଙ୍ଗଲରେ ବାଣ ଫୁଟଉଥିଲେ। ହଠାତ୍ ଗୋଟେ ରକେଟ ବାଣ ଯାଇ ଜଗୁର ଡଙ୍ଗା ଦୋକାନରେ ଲାଗିଗଲା। ଆଉ ଜଗୁର ଦୋକାନରେ ଯାହା ସବୁ ଜିନିଷ ଥିଲା ସବୁ ଚଳି ପଡ଼ି ପାଉଁଶ ହେଇଗଲା। ଜଗୁ ଦୋକାନ ବାହାରକୁ ଆସି ଯାଇଥିଲା। ଏତିକି ବେଳେ ଗୋରି ଆଉ କାଳୁକାଉ ସେଠାକୁ ଚାଲି ଆସିଲେ। ଟିକି ଚଢ଼େଇ ଜଙ୍ଗଲର ଶେଷରେ ଦୋକାନ କରିଥିବାରୁ ତାର କିଛି କ୍ଷତି ହେଲାନି। ଗୋରି ଆଉ କାଳୁକାଉ ନିଜ ଭୁଲ ବୁଝିପାରିଲେ। ଆଉ ଜଙ୍ଗଲର ସବୁ ପକ୍ଷୀ ଟିକି ଚଢ଼େଇ ପାଖକୁ ଚାଲିଗଲେ ଡଙ୍ଗା, ମୁରୁଜ, ଫୁଲ ଓ ଦୀପ ସବୁ କିଣିବା ପାଇଁ। ଆଉ ତାପରେ ବଡି ବୋହରୁ ଜଙ୍ଗଲର ସବୁ ପକ୍ଷୀ ଡଙ୍ଗା ନେଇ ଚାଲି ଯାଆନ୍ତି ନଦୀ ପାଖକୁ। ଆଉ ସବୁ ପକ୍ଷୀମାନେ ଏକାଠି ଖୁସି ମନରେ ଜଙ୍ଗଲରେ ଡଙ୍ଗା ଭସାନ୍ତି। ଛୋଟ ପକ୍ଷୀମାନେ ତ ବାଣ ବି ଫୁଟଉଥାନ୍ତି। ଏମିତି ମଧୁବନ ଜଙ୍ଗଲର ସବୁ ପକ୍ଷୀ ହସ ଖୁସିରେ କାର୍ତ୍ତିକ ପୂର୍ଣ୍ଣିମା ଓ ଡଙ୍ଗା ଭସାକୁ ପାଳନ କରନ୍ତି। ସାଙ୍ଗମାନେ, ଆମ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗା ଭସାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ରହୁଛୁ, ଧନ୍ୟବାଦ।